ସାଙ୍ଗମାନେ ସେଠିକୁ ନେଇକି ବହୁତ ବଡ ଅପଡେଟ ଗୋଟେ ଆସିଛି। ଏକ୍ସାମ ଡେଟ୍ କେବେ, ତାର ସିଲାବସ୍ କଣ, ତାର ଫି କେତେ ଅଛି, ତା ଏଜ କ୍ରାଇଟେରିଆ ଆମର କେତେ, ତାର କେତେ ମାକ୍ସିମମ୍ ଏଜ ହେଲେ ଆମେ ଆପ୍ଲାଏ କରିପାରିବା, ଟୋଟାଲ ସବୁ ଇମ୍ପୋର୍ଟାଣ୍ଟ କଥା ହଉଛି ତା ସିଲାବସ୍ ଡିଟେଲ୍ସ, ପୁରା ଡିଟେଲ କଣ କରିବ, କୋଉଠୁ କ୍ୱେଶ୍ଚିନ୍ ଆସିବ, ସବୁ ଟୋଟାଲ ଡିଟେଲ୍ସ ମୁଁ କହିବି। ଆପଣ ଯଦି ଚାହୁଁନାହାନ୍ତି ମିସ୍ କରିବା ପାଇଁ ତ ଫୁଲ ଭିଡିଓ ଦେଖନ୍ତୁ, ଆପଣ ବୁଝେଇ ପାରିବେ କଣ କଣ ଅଛି। କିନ୍ତୁ ଭିଡିଓ ଷ୍ଟାର୍ଟ କରିବା। এটা ଜାଣିଛ ସେଠି ବିଷୟରେ ଆମେ ଆଲୋଚନା କରୁଛୁ। ତାର ଅନଲାଇନ ଆପ୍ଲିକେସନ ଷ୍ଟାର୍ଟ ହେଇଯିବ ଆମର 27 ମେ, ମାନେ ଏଇ ଆଜି ଷ୍ଟାର୍ଟ ହେଇଯିବ। ଆଫ୍ଟର 2:30 PM ପରେ ଯାଇକି ଷ୍ଟାର୍ଟ ହବ। ଆଉ କ୍ଲୋଜ କେବେ ହବ ନା 18 ଜୁନରେ ତା କ୍ଲୋଜ ହବ। 19 ଆଉ 20 ଜୁନରେ ତା କରେକ୍ସନ ବା ଏଡିଟ କରାଯିବ। ପରୀକ୍ଷା କେମିତି ହବ ନା ଅନଲାଇନ ଗୋଟେ ସିବିଟି ମାଧ୍ୟମରେ ପରୀକ୍ଷା। ସିବିଟି ମାନେ କମ୍ପ୍ୟୁଟର ବେସ୍ ଟେଷ୍ଟ। ଆମେ ଦେଖିବା ଏଲିଜିବିଲିଟି। ଏଲିଜିବିଲିଟି କଣ, ତାର +2 ପାସ୍ କରିଥିବା ଦରକାର। +2 ପାସ୍ କରିଥିବା ଦରକାର ହେଲେ ଯଦି ଜେନେରାଲ କ୍ୟାଣ୍ଡିଡେଟ୍ ହେଇଥିବେ ତମର 50% ମାର୍କ ଦରକାର। ଆଉ ଯଦି ତମେ SC ST ରୁ ବିଲଙ୍ଗ କରୁଥିବ, SC ST SC BC PW କ୍ୟାଣ୍ଡିଡେଟ୍ ହେଇଥିବ, ତାହେଲେ ତମର ମାର୍କ ତମର ମିନିମମ୍ ରହିବା ଦରକାର 45% +2 ରହିବା ଦରକାର। ଯଦି ଝିଅ ପିଲା ହଉଛ ଓମେନ୍ସ, ତାହେଲେ ତମର ରହିବ 35 ବର୍ଷ। କିନ୍ତୁ ଏଜ ଯଦି ବିଲଙ୍ଗ କରୁଛ ଜେନେରାଲ କାଷ୍ଟର ମେଲ, ତାହେଲେ ତମର ହେଇଥିବ 30। କିନ୍ତୁ ଫିମେଲ ହେଲେ ତମର 35 ବର୍ଷ ହବା ମାକ୍ସିମମ୍ ହବା ଦରକାର। ଆଉ SC ST ଆଉ OBC ବିଲଙ୍ଗ କରୁଥିଲେ ତମର 35 ବର୍ଷ ପ୍ଲସ୍। ଯଦି PWD କ୍ୟାଣ୍ଡିଡେଟ୍ ହେଇଥିବେ ତମ ଏଜ ଟା ହବ 40 ଇୟର୍ସ, ମାନେ 40 ବର୍ଷ। ଦେଖ ଏଇଟା ତମର ଫି ଷ୍ଟ୍ରକ୍ଚର ଟା ଦେଖିବ। ଫି ତାହେଲେ ଜେନେରାଲ ଆଉ SC BC ରୁ ବିଲଙ୍ଗ କରୁଥିବ ତାହେଲେ ତମର ରହିବ 500 ଟଙ୍କା ରହିବ। ଆଉ ଯଦି SC ST କ୍ୟାଣ୍ଡିଡେଟ୍ ବିଲଙ୍ଗ କରୁଛ ତାହେଲେ ତମର ଟୋଟାଲ ଫି ରହିବ 300 ଟଙ୍କା ରହିବ। ଏକ୍ସାମିନେସନ ପାଟର୍ନ ଟା ଡିଟେଲ୍ସ କହିବି। ଏକ୍ସାମିନେସନ ପାଟର୍ନ ଟା କଣ ହବ ନା ଟୋଟାଲ ତମର କ୍ୱେଶ୍ଚିନ୍ 90ଟା କ୍ୱେଶ୍ଚିନ୍ ପଳେଇ ଆସିବ। ଆଉ ତା ଗ୍ରସ୍ ମାକ୍ସିମମ୍ ମାର୍କ ତମର କେତେ ବର୍ଷ, ତା ସେଇ 90ଟା କ୍ୱେଶ୍ଚିନ୍ ଲାଗେ 90 ମାର୍କ, ମାନେ ଗୋଟେ କ୍ୱେଶ୍ଚିନ୍ ଗୋଟେ ମାର୍କ। ତାକୁ ଟୋଟାଲ ତମର କେତେ ଘଣ୍ଟା ମିଳିବ ସମୟ ନା 1.5 ଘଣ୍ଟା ସମୟ ମିଳିବ ଏକ୍ସାମ ଦେବାକୁ। ତାହେଲେ ତାର ନେଗେଟିଭ ମାର୍କ କଣ ରହିବ ଦେଖ। ନେଗେଟିଭ ମାର୍କ କେତେ ରହିବ 0.25। 0.25 ମାନେ ତମର 4ଟା ଭୁଲ ହେଲେ ଗୋଟାଏ ଠିକ ରୁ ମାଇନସ ହବ। ବୁଝିପାରିଲ? 4ଟା ଭୁଲ ହେଲେ ଗୋଟାଏ ତମ ଠିକ ବି ମାଇନସ ହେଇଯିବ। ତାର 0.25। ଓକେ, ଦେଖ ସିଲାବସ ଟା ତୁମ ଡିଟେଲ୍ସ, ଏଇ ସିଲାବସ ଟା ମୁଁ କହିବି। ଦେଖ ତମର ଇଂଲିଶ ଯେତେବେଳେ ଯିଏ ପଢୁଛ ଇଂଲିଶ ପଳେଇଲା, ତମେ ଇଂଲିଶ ପଢିବ। ତମର ଯୋଉ ଅନସିନ୍ ପାସେଜ ପଢିବ ଗୋଟା, ଆଉ ୱିଥ କଣ୍ଟେକ୍ସଟ ବେସ୍ଡ ଟେଷ୍ଟିଂ ଗୋଟେ ପଡିବ। ଗ୍ରାମାର ଟେଷ୍ଟ, ଟେନ୍ସ, ଭଏସ, ସବଜେକ୍ଟ, ଭର୍ବ ଆଣ୍ଡ ଏଗ୍ରିମେଣ୍ଟ, ପାର୍ଟ ଅଫ ସ୍ପିଚ। ଆଉ ମୋର ପଡିବ ରିଡିଂ ଫେଜ ଆଣ୍ଡ ସେଣ୍ଟେନ୍ସ କରେକ୍ସନ ବି ପଡିବ। ତୁମର ଆଇଡେଣ୍ଟିଫାଇ ଏରର ଆଣ୍ଡ ଷ୍ଟ୍ରକ୍ଚର, ସେଣ୍ଟେନ୍ସ କରେକ୍ସନ କରିବ, ଆଇଡେଣ୍ଟିଫାଇ କରିବ। ମୁକାବିଲାରେ ତମର ପଡିବ ସିନୋନିମ୍, ଆଣ୍ଟୋନିମ୍, ବାସ୍ ସେଇଟା ପଡିବ। ଟିଚିଂ ଆପ୍ଟିଚ୍ୟୁଡ ଗୋଟେ ଟେଷ୍ଟ ହବ, ସେଇଟା ମାର୍କ ପଡେ। ସେଇଟା କଣ ପଡିବ ନା ତମର ଚିଲଡ୍ରେନ ଆକ୍ଟିଭିଟି, ତାର ମେଥଡ, ଟିଚିଂ ମେଥଡ, ଚାଇଲ୍ଡ ସାଇକୋଲୋଜି, ତାପରେ ଲର୍ନ ପ୍ରୋସେସ, ତାପରେ କ୍ଲାସରୁମ ମ୍ୟାନେଜମେଣ୍ଟ, ତାପରେ ଟିଚର ରେସପନ୍ସିବିଲିଟି କଣ। ଏଇ ପିଡିଏଫ ଟା ମୁଁ ତମକୁ ମୋ ଟେଲିଗ୍ରାମ ଗ୍ରୁପରେ ଦେଇଦେବି। ଡିଟେଲ୍ସ ପୁରା ପଢେଇଦବ ସବୁ ସବୁ। ରିଜନିଂ ରେ କଣ ପଡିବ ତମର ଆଣ୍ଟ୍ରିଜ ଆଉ ଆନାଲୋଗ, ଆଉ କୋଡିଂ ଡିକୋଡିଂ, ତମର ଡିରେକ୍ସନ, ଲଜିକାଲ ଥିଙ୍କିଂ, ଆଉ ଜେନେରାଲ ଆୱାରନେସ ତମର କରେଣ୍ଟ ଇଭେଣ୍ଟ, ଆଉ ଓଡିଶା ଜିକେ, ଓଡିଶାର ଯେକୌଣସି ଜିକେ, ତାପରେ ଏଜୁକେସନ କମିଟି, ଆଉ ଯୋଉ ଆମର ପଲିଟି ସେଟା ବି ପଡିବ। ଇଣ୍ଡିଆନ ପଲିଟି ସିଷ୍ଟମ ଆଣ୍ଡ ଇମ୍ପୋର୍ଟାଣ୍ଟ ଡେ। ଦେଖ ତମ ଓଡିଆରେ ଯେମିତି ପଡିବ ମାର୍କ, ତାପରେ ଭୋକାବୁଲାରି ଏକ୍ସପ୍ଲେନ, ମାନେ ଯୋଉଟା କହନ୍ତି
ଗୋଟେ ସେଣ୍ଟେନ୍ସ ଷ୍ଟ୍ରକ୍ଚର ରୁଲ୍ସ, ସେଣ୍ଟେନ୍ସ ଫର୍ମେସନ ତା ଯୋଉ ତା ଷ୍ଟ୍ରକ୍ଚର ଟା ସେଣ୍ଟେନ୍ସ ତା ରୁଲ୍ ସବୁ। ଆଉ ତମ ଜେନେରାଲ ସାଇନ୍ସ ର ବି କ୍ୱେଶ୍ଚିନ୍ ଆସିବ, ତମ ଫୋର୍ସ ମୋଶନ, ଏନର୍ଜି କନଜର୍ଭେସନ, ଟ୍ରାନ୍ସଫର୍ମେସନ, ହ୍ୟୁମାନ ବଡି ସିଷ୍ଟମ, डिजीज, बायोलॉजी रो बहुत किछ क्वेश्चन, यही क्वेश्चन एई सिलेबस को तमे मैं थरो करी मैथमेटिक्स का तुमरो पढ़ियास परसेंटेज, रेशियो, प्रॉफिट, ज्योमेट्री, मेंसुरेशन, तुमरो सिंपल इंटरेस्ट, कंपाउंड इंटरेस्ट, तो हिस्ट्री भी क्वेश्चन आसीबो, तुमरो इंडियन हिस्ट्री रे क्वेश्चन आसीबो, जियोग्राफी, तुमरो इंडियन कॉन्स्टिट्यूशन माने माने पॉलिटी रो बहुत क्वेश्चन आसीबो, आधार कार्ड, प्लस टू मार्कशीट एंड सर्टिफिकेट, रिसेंट फोटो भी काढी देबो, आ गोटे स्कैन क्लियर गोटे सिग्नेचर, आ कैश सर्टिफिकेट, आ वैलिड इनकम गोटे, आ गोटे होची मोबाइल नंबर आ ईमेल आईडी, बस एति की मन डॉक्यूमेंट तमरो दरकार अप्लाई बेले। फास्ट हम फॉर्म पकला बोले एडमिट कार्ड आसबार डेट आसला, तापर रैंक मेरिट बाहर पर रैंक बाहरिबो, तापर रैंक बाहले ता काउंसलिंग हबो, काउंसलिंग हेले तम डॉक्यूमेंट वेरिफिकेशन हैला, तापर तमन को कॉलेज रे एडमिशन मन को कॉलेज तम मिलेला से अनुसार तम एडमिशन हबो, एई तता प्रोसीजर टोटल हबो। टू डिजिटल हेल्प हम आपन सब्सक्राइब करंतु, फॉलो करंतु, आ मो संगे रहंतु, मो चैनल दे यूट्यूब चैनल पे एटा रहइबो, टेलीग्राम भी हमर 82 डिजिटल रहइबो, इंस्टाग्राम पेज भी एटा रहइबो, फेसबुक पेज भी हमर एई गोटे रहइबो। ताले एटा इंपोर्टेंट कथा होची, एतिकी तमरा फॉलो करते, एतिकी रे फॉलो करते, जे कोन से अपडेट आसिला मो फास्ट अपडेट अपन देबी। वीडियो भल लागले मते लाइक शेयर सब्सक्राइब करन।